ଯେତେବେଳେ ଜଗନ୍ନାଥ ସ୍ନାନ ବେଦୀରେ ସ୍ନାନ କରନ୍ତି ଏବଂ ଜଗନ୍ନାଥ ଜ୍ୱର ଅବସ୍ଥାରେ ପଡ଼ନ୍ତି, ଭକ୍ତମାନେ ଦର୍ଶନ ନ ପାଇ ସେମାନେ ବ୍ରହ୍ମଗିରି ଆସନ୍ତି ଏବଂ ଚତୁର୍ଭୁଜ ନାରାୟଣ ଅଲାରନାଥ ରୂପରେ ଦର୍ଶନ କରନ୍ତି। ଜଗନ୍ନାଥଙ୍କର 365ର ପୁଣ୍ୟଫଳ ଗୋଟେ ଦିନ ମିଳିଥାଏ। ସେଥିପାଇଁ ଭକ୍ତମାନେ ଅଣସର ସମୟରେ ଆସି ପ୍ରଭୁଙ୍କୁ ଦର୍ଶନ କରନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରିପାରନ୍ତିନି ଭକ୍ତମାନେ, ସେଥିପାଇଁ ଅଲାରନାଥ ଦର୍ଶନ କଲେ ତାଙ୍କୁ ଜଗନ୍ନାଥଙ୍କ ସେମ୍ ପାୱାର ମିଳିଥାଏ। ଯିଏକି ଚୈତନ୍ୟ ମହାପ୍ରଭୁଙ୍କ ନାଁ ଶୁଣିଥିବେ, ସେ କଲିକତାରୁ ଚାଲି ଚାଲି ଯାଇଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀକି। ପୁରୀରେ ମହାପ୍ରଭୁ ଜ୍ୱର ଅବସ୍ଥାରେ ପଡ଼ିଥିଲେ। ସିଏ ଯେତେବେଳେ ମନ୍ଦିର ଭିତରେ ଯାଇକି ଦର୍ଶନ ନ ପାଇଥିଲେ, ସେଇଠି ସେ ଜଗନ୍ନାଥଙ୍କୁ କହିଲେ, ପ୍ରଭୁ ମୁଁ ତୁମକୁ କେଉଁଠି ଦର୍ଶନ କରିବି? ତାଙ୍କୁ ସେଇଠି ଆକାଶବାଣୀ ହେଇଥିଲା ଯେ ଚୈତନ୍ୟ, এই ଅଣସର ସମୟରେ ତ ମୁଁ ଜ୍ୱର ଅବସ୍ଥାରେ ପଡ଼ିଛି, ତୁମେ ମୋତେ ଯଦି ଦର୍ଶନ ଏତେ ବ୍ୟାକୁଳ ଅଛ, ତାହେଲେ ତୁମେ ବ୍ରହ୍ମଗିରି ଯିବାକୁ ପଡ଼ିବ। ଏହି ସମୟରେ ମୁଁ ଅଲାରନାଥ ରୂପରେ ଦର୍ଶନ ଦେଉଛି, ତୁମେ ମୋତେ ଦର୍ଶନ କରିବ। ତ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଏଇଠି ଆସି ପ୍ରଭୁଙ୍କୁ ସେ ଦର୍ଶନ କରିଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ, ତାଙ୍କ ମନରେ ଏତେ ଭକ୍ତି ଆସିଥିଲା, ସେ ଗୋଟେ ବଡ଼ ପଥର ଦେହରେ ସେ ସାଷ୍ଟାଙ୍ଗ ଦଣ୍ଡ ପ୍ରଣାମ କରିଥିଲେ, ଯିଏକି ଏବେ ବି ସୁଦ୍ଧା ତାଙ୍କ ଦେହର ଚିହ୍ନ ଅଛି। ସେଥିପାଇଁ ପ୍ରମାଣ ଅଛି ଯେ ପ୍ରଭୁଙ୍କୁ এই ଅଣସର ସମୟରେ ଥରୁଟେ ଦର୍ଶନ କରେ, ତାକୁ ବହୁତ କୃପା ମିଳିଥାଏ। ଆଉ ମହାପ୍ରଭୁ ଆପଣ ଜାଣିଥିବେ, ଜଗନ୍ନାଥଙ୍କୁ ଯେତେବେଳେ ଜ୍ୱର ହେଲେ 60 ପଉଟି ଭୋଗ ଛାଡ଼ି ଜଗା ଖାଉଛି କ୍ଷୀରି। ଏଠି କିମ୍ବଦନ୍ତୀ ଗୋଟେ କ୍ଷୀରି ଭୋଗ ଅଛି, ଯିଏକି ଆମକୁ ଯେମିତି ଜ୍ୱର ହେଲେ ଆମେ ଯେମିତି ଶାଗୁଦାନା ଖାଉ, ଜଗନ୍ନାଥ ସ୍ୱତନ୍ତ୍ର ଏଠି ଆସିକି ଗରମ ଗରମ କ୍ଷୀରି ଖାଆନ୍ତି। ସେ ଏଠି 15 ଦିନ ଯାକ ରହି ଏତେ ପ୍ରଚୁର ପରିମାଣରେ କ୍ଷୀରି ଖାଇବେ, ତାପରେ ଧୀରେ ଧୀରେ ମହାପ୍ରଭୁ ଶରୀର ସୁସ୍ଥ ହେବ, ତାପରେ ରଥଯାତ୍ରା କରନ୍ତି। ହଁ, ନୀତିକାନ୍ତି ସେମିତି ମହାପ୍ରଭୁଙ୍କର ଆଜି ଭୋର 4ଟାରେ ମହାପ୍ରଭୁଙ୍କର ଦ୍ୱାର ଖୋଲାଗଲା ଏବଂ ମଙ୍ଗଳ ଆଳତୀ 4:30ରେ କରାଗଲା। ତଡ଼ପ ଲାଗି ତୁଳସୀ ଲାଗି ଏବଂ ଗୋପାଳ ବଲ୍ଲଭ 6:30ରେ ସମାପ୍ତ କରି 7ଟାରେ ସର୍ବସାଧାରଣ ଦର୍ଶନ ଚାଲିଛି। ଏବେ ମହାପ୍ରଭୁଙ୍କର ସମାନ 12ଟାରେ ମହାପ୍ରଭୁଙ୍କ ଶଙ୍କୁଡ଼ି ଭୋଗ ହେବ। ଆଉ ତାପରେ ଦିନ 2ଟାରେ ମହାପ୍ରଭୁ କ୍ଷୀରି ଭୋଗ ହେବ, ଯେଉଁ କ୍ଷୀରି ଭୋଗ ପାଇଁ ଭକ୍ତମାନେ ଅପେକ୍ଷା କରିଥାନ୍ତି ଯେ କ୍ଷୀରି ମହାପ୍ରଭୁ ଖାଇସା 2ଟାରେ ଭୋଗ ଲାଗିସାରିଲେ କ୍ଷୀରି ଖାଆନ୍ତି ଏବଂ ସନ୍ଧ୍ୟା 7ଟା ଯାକେ ପୁଣି ସର୍ବସାଧାରଣ ଚାଲିଛି। ସମାଗମ ହୋଇଥାଏ ହଁ, ବହୁତ ହୋଇଥାନ୍ତି, କାହିଁକିନା ଭକ୍ତମାନେ ଏଇଟା ଅପେକ୍ଷା କରିଥାନ୍ତି ନା। ବର୍ଷକରେ 15 ଦିନ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ସେଇଠି ଅପେକ୍ଷା କରିଥାନ୍ତି ଯେ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କଲେ ତାଙ୍କୁ ସେମ୍ ପାୱାର ମିଳିଥାଏ। ସେଥିପାଇଁ ବହୁତ ଭକ୍ତ ଆଜିକି ତ 4 ଦିନ ହେଇଗଲାଣି, ତ ବହୁତ ସମୟର ଭକ୍ତ। ଆଜି ଟିକେ ବୁଧବାର ଥିବ କମ୍, କାଲିଠୁ ବହୁତ ଲୋକ ହେବେ। यार महत्व होची प्रथम होला चैतन्य महाप्रभुंकर विषय। प्रथम चैतन्य महाप्रभु 1510 ख्रीष्टाब्द चैतन्य महाप्रभु कलकत्ता नदिया नबदरू चली चली पुरी आसते जगन्नाथ दर्शन करने स्नान यात्रा समय जे महाप्रभु मंदिर बंद हो जाता। चैतन्य महाप्रभु पंडाल को कहले तुम प्रभु को आमको दर्शन कर दियो, दर्शन कर। पंडाल लोग कहले तुम 15 दिन पर आस महाप्रभु दर्शन कर। तो चैतन्य महाप्रभु चिंता कले एत दूर मो पथरे पाद चली चली आसिली, भगवान को दर्शन मिलला ना, ताले जीवन में किसी पाप रहीगला, ये शरीर रखी किसी लाभ ना, मुझे शरीर समुद्र में विसर्जन देवी, सुसाइड करदेवी। यही समय आकाश मानला चैतन्य रहीज जो रही मोर गोटे भक्त चैतन्य, तुम्हें कम करनी भूल हो, तुम गोटे कथा शुण, तुम यू चलीज पश्चिम दिगे से जगार ना ब्रह्मगिरी, मुझे तुमको ब्रह्म नारायण रूप से तुमको दर्शन देवी। ये जगार ना ब्रह्मगिरी। ब्रह्मगिरी नाम हूँ ना, ये प्रथम ये गिरी पर्वत था। ये गिरी पर्वत पर ब्रह्मा प्रथम बसी पूर्ण ब्रह्म शिला ब्रह्म गढ़ी द्वितीय बार पुरी जाते अधा गढ़िया पुरी होती दारू ब्रह्म जगन्नाथ बलभद्र सुभद्रा सुदर्शन, एटी होती शंख चक्र गदा पद्म महाप्रभु चतुर्था रूप एठी महाप्रभुंकर एठी तो महाप्रभुंकर वर्तमान महाप्रभुंकर 56 भोग महाप्रभुंकर बंद हो गला पुरी रे। एठी महाप्रभु 56 भोग लगी होछि आ महाप्रभुंकर शरीर अस्वस्थ अछि। एठी महाप्रभु आछंती वर्तमान सुखिला प्रसाद महाप्रभु एठी मेन होछि सुखिला प्रसाद, जो औषध खाइबा पे आमे माने देह शरीर खराब पिला में औषध खाउते, एठी महाप्रभु आछंती से औषध खाइबा पे। आमर ब्रह्मगिरी क्षेत्र रे प्रथम अवतरण करथिले आलाबुंद आचार्य। से दर्शन पाई नथिले जगन्नाथ को, कहीं ना से गोटे विशिष्ट तांत्रिक थिले, मातृ साधक थिले। सी जेतले आसी पहुँचले जगन्नाथ को दर्शन करिया पई, जगन्नाथ आ दर्शन करईदेले। कहीं ना जेहेतु सी गोटे मातृ साधक, विभिन्न प्रकार बलि अर्चना सब करी माँ को संतुष्ट करि थांदे। जेतले से 22-5 को जाइछंती, तांको गदा माड़ होईछि, आ से भितर को जाई पारि नाहंती। क्षत विक्षत होइकी पड़ी रहिछंती महाप्रभु जगन्नाथ मंदिर पाखरे। कहले प्रभु मु आपन दर्शन करिया पई आइछि, मते मुक्ति दरकार, ए जंजाल रु मते मुक्ति दियंतु। किंतु प्रभु दर्शन देई नथिले, जेहेतु से मातृ साधक थिले, तांको आकाशवाणी हला तुमे तुम जीभ छेदन कर।
ଛେଦନ କଲେ ତୁମେ ଜଗନ୍ନାଥଙ୍କୁ ଦର୍ଶନ କରିପାରିବ। ସେ ନିଜ ଜୀବକୁ ସେ ନିଜେ ଛେଦନ କରିଥିଲେ। ଛେଦନ କରିବା ପରେ ଆଉ ତନ୍ତ୍ର କାମ ଦେଇନଥିଲା। ତାଙ୍କୁ ମାତା ସୁଭଦ୍ରା ପଠାଇଥିଲେ ଯେ ତୁମେ ବ୍ରହ୍ମରୂପୀ, ସେଇ ବ୍ରହ୍ମରୂପକୁ ପୂର୍ଣ୍ଣ ବ୍ରହ୍ମକୁ ଦର୍ଶନ କଲେ ତୁମେ ମୁକ୍ତି ପାଇବ। ଇଏ ହେଲେ ଦାରୁ ବ୍ରହ୍ମ, ଇଏ ହେଲେ ପୂର୍ଣ୍ଣ ବ୍ରହ୍ମ। ତେଣୁ ତୁମେ ପୂର୍ଣ୍ଣ ବ୍ରହ୍ମକୁ ଦର୍ଶନ କରିବ। ନା ମା ମୁଁ କେଉଁଠି ପୂର୍ଣ୍ଣ ବ୍ରହ୍ମକୁ ପାଇବି? ନା ତୁମେ ପଶ୍ଚିମ ଅଭିମୁଖେ ଯାତ୍ରା କର। ସେଠି ଗୋଟେ ନୀଳଗିରି ବିଲିଆ ଗୋଟେ ଗିରି ପର୍ବତ ପଡ଼ିବ, ଯେଉଁ ପର୍ବତ ମଧ୍ୟରେ ମହାପ୍ରଭୁ ଦଣ୍ଡାୟମାନ। ତାଙ୍କୁ ତୁମେ ଦର୍ଶନ କଲେ ତୁମର ମୁକ୍ତି ମିଳିବ। ଆଲାବୁନ୍ଦା ଆଚାର୍ଯ୍ୟ ଏଠାରେ ଆସି ଯେତେବେଳେ ପହଞ୍ଚିଥିଲେ, ଚତୁଃପାର୍ଶ୍ୱରେ ସମୁଦ୍ରର ଗର୍ଜନ। ଏବେ ସମୁଦ୍ର ଘୁଞ୍ଚି ଯାଇଛି 7 କିଲୋମିଟରକୁ। ସେତେବେଳେ ସମୁଦ୍ର ମନ୍ଦିର ପାର୍ଶ୍ୱରେ ଥିଲା। ଯେତେବେଳେ